କେମିତି କଟିବ ଆଜିର ଦିନ? ଜୁଲାଇ 20 ତାରିଖ ରବିବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଚାଲନ୍ତୁ ପୁରା ଖବର ଜାଣିବା। ପ୍ରଥମରେ ଦେଖିବା ମେଷ ରାଶି। ବନ୍ଧୁ ମିଳନର ଯୁଗ ରହିଛି। ଦିନଟି ଭଲ ଫଳ ଦେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ହେବ। ଆୟର ଯୁଗ ରହିଛି। କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ। ଉଚ୍ଚ ସ୍ଥାନରୁ ଖୁସିରେ ବାର୍ତ୍ତା ମିଳିବ। ସେହିଭଳି ଦେଖିବା ବୃଷ ରାଶି। ବାକି ଥିବା କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖାଦେବ। ପରିବାରରେ ଶୁଭକର୍ମ ହେବ। ବ୍ୟବସାୟୀମାନେ ଲାଭବାନ ହେବେ। ସେହିଭଳି ଦେଖିବା ମିଥୁନ ରାଶି। ଅର୍ଥ ବିଷୟକୁ ନେଇ ଚିନ୍ତା ଲାଗି ରହିବ। ଦିନଟିର ସାମାନ୍ୟ କଳହ ଯୁଗ ରହିବ। ବ୍ୟବସାୟୀରେ ନୂତନ କାର୍ଯ୍ୟ ଆରମ୍ଭ ହେବ। ନିଜ କାର୍ଯ୍ୟକୁ ଠିକ୍ ସମୟରେ ପୂରଣ କରନ୍ତୁ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ସେହିଭଳି ଦେଖିବା କର୍କଟ ରାଶି। ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖାଦେବ। କ୍ରୋଧ ବୃଦ୍ଧି ହେବ। ଅଯଥା କଳହର ସମୟ ନଷ୍ଟ ହେବ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ। ସେହିଭଳି ଦେଖିବା ସିଂହ ରାଶି। ପରିଶ୍ରମ ସାମାନ୍ୟ ଅଧିକ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ହେବ। ଭ୍ରମଣର ଯୁଗ ରହିଛି। ବ୍ୟବସାୟୀମାନେ ଅଧିକ ଲାଭବାନ ହେବେ। ପାରିବାରିକ ବିବାଦ ସମାପ୍ତ ହେବ। ରୋଗୀମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ। ସେହିଭଳି ଦେଖିବା କନ୍ୟା ରାଶି। ନୂତନ ବିନିଯୋଗ ବିପୁଳ ଅର୍ଥ କ୍ଷତି ହୋଇପାରେ। ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ପିଲାମାନଙ୍କ ଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। ଆଶାବାଦୀ ହୋଇ ରହିବେ, ହେଲେ ମଧ୍ୟ କାର୍ଯ୍ୟ ସଫଳ ହୋଇପାରେ। ସେହିଭଳି ଦେଖିବା ତୁଳା ରାଶି। ଭାଗ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ବିବାହିତ ଜୀବନ ଖୁସି ହେବ। ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ। ପୁରୁଣା ଓ ସାଙ୍ଗମାନଙ୍କ ଭେଟିବାର ସୁଯୋଗ ପାଇବେ। ଛାତ୍ରଛାତ୍ରୀମାନେ ଭଲ ଫଳାଫଳ ପାଇବେ। ସେହିଭଳି ଦେଖିବା ବିଛା ରାଶି। ପଥରୁଦ୍ଧ ହୋଇପାରେ। କିଛି ଦ୍ରବ୍ୟ ବ୍ୟୟ ହୋଇପାରେ। ମାନସିକ ଅଶାନ୍ତି ଦେଖା ଦେଇପାରେ। ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ବିଦ୍ୟାର୍ଥୀମାନେ ସାମାନ୍ୟ ଅମନୋଯୋଗୀ ହେବେ। ସେହିଭଳି ଦେଖିବା ଧନୁରାଶି। ଗୃହରେ କିଛି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ। ଯେଉଁ କାର୍ଯ୍ୟ କରିବେ ତାହା ସଫଳତା ଦେବେ। ମନ ପ୍ରଫୁଲ୍ଲ ରହିବ। ଆନନ୍ଦରେ ଦିନଟି କଟିବ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ। ବିଦ୍ୟାର୍ଥୀମାନେ ସଫଳତା ପାଇବେ। ସେହିଭଳି ଦେଖିବା ମକର ରାଶି। କାର୍ଯ୍ୟ ବ୍ୟବସ୍ଥା ଭିତରେ ଦିନଟି କଟିବ। ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି। ପରିବାର ଠାରୁ ଦୂରରେ ରହିବାକୁ ପଡ଼ିପାରେ। ପରିଶ୍ରମ ଅଧିକ ହେବ। ପରୋପକାର କରି ଖୁସି ଅନୁଭବ କରିବେ। ସେହିଭଳି ଦେଖିବା କୁମ୍ଭ ରାଶି। ସମ୍ମାନ ହାନି ଘଟିବ। ଅଜଣା ବ୍ୟକ୍ତିଙ୍କ ପାଇଁ ଠକାମିର ଶିକାର ହୋଇପାରନ୍ତି। ଧନ ଲାଭର ଯୁଗ ମଧ୍ୟ ରହିଛି। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଆଳସ୍ୟରେ କଟିବ। ଦିନଟି ଉତ୍ତମ ଫଳ ପ୍ରଦାନ କରିବ ନାହିଁ। ଶେଷ ଦେଖିବା ମୀନ ରାଶି। ଧନ କ୍ଷୟ ହେବାର ସମ୍ଭାବନା ରହିଛି। ଶାରୀରିକ ସମସ୍ୟା ଦେଖାଦେବ। ତଳିପେଟର ଯନ୍ତ୍ରଣା ଦେଖାଦେବ। ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ। ବହୁ ପରିଶ୍ରମ ଅଳ୍ପ ଲାଭ ଚାଲୁଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।